ଜାଣିଛନ୍ତି କି ଭାରତୀୟ ରାଜନୀତିର ସବୁଠୁ ଜିଦିଆ ନେତା କିଏ ଯିଏ ନିଜ ଜିତ୍ ଆଗରେ କେନ୍ଦ୍ର ସରକାରଙ୍କୁ ବି नुआई ଦେଇଥିଲେ। ଆମେ କହୁଛୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଥା। ତାଙ୍କ ଜିଦ୍ର କାହାଣୀ ବହୁତ ପୁରୁଣା, ଇତିହାସ ସାକ୍ଷୀ ଅଛି। ମମତାଙ୍କ ଜିଦ୍ କେବଳ ବଙ୍ଗଳା ସୀମାରେ ସୀମିତ ନାହିଁ। ଆଜି ଯେତେବେଳେ ସେ ନିଜ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଜିଦ୍ରେ ଅଟଳ, ସେତେବେଳେ ପୁରୁଣା ଇତିହାସ ପୁଣି ଥରେ ମନେ ପଡୁଛି। ମନେ ଅଛି ଆପଣଙ୍କର, ଯେତେବେଳେ ସେ କେନ୍ଦ୍ରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ, କେବଳ ରେଳ ବିଭାଗ ପାଇବା ପାଇଁ 5 ମାସ ପର୍ଯ୍ୟନ୍ତ ଜିଦ୍ ଧରି ବସିଥିଲେ। ଶେଷରେ ସରକାରଙ୍କୁ ହାର ମାନିବାକୁ ପଡ଼ିଥିଲା, ଆଉ ରେଳ ବିଭାଗର ଚାବି ହସ୍ତାନ୍ତର କରିବାକୁ ପଡ଼ିଥିଲା। ଆଉ ଆଜି ସେହି ସମାନ ଜିଦ୍ ପୁଣି ଦେଖିବାକୁ ମିଳୁଛି। ଚତୁର୍ଦିଗରୁ ଇସ୍ତଫା ପାଇଁ ଚାପ, ହେଲେ ଦିଦି ନିଜ ଆସନ ଛାଡ଼ିବାକୁ ନାରାଜ। ତାଙ୍କର ଏହି ଫାଇଟିଂ ସ୍ପିରିଟ୍ ବା ଜିଦ୍ଦି ସ୍ୱଭାବ ତାଙ୍କୁ 30 ବର୍ଷର କମ୍ୟୁନିଷ୍ଟ ଶାସନକୁ ହଟାଇବାରେ ସାହାଯ୍ୟ କରିଥିଲା। କିନ୍ତୁ ଆଜି ସେହି ସମାନ ଜିଦ୍ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ କି? ତେବେ ରାଜନୈତିକ ବିଶ୍ଳେଷକଙ୍କ ମତରେ ମମତାଙ୍କ ଏହି ସ୍ୱଭାବ ତାଙ୍କୁ ଜଣେ ଆଇରନ୍ ଲେଡିର ପରିଚୟ ଦେଇଛି ସତ, କିନ୍ତୁ ଗଣତନ୍ତ୍ରରେ ଜନସାଧାରଣଙ୍କ ସନ୍ତୋଷ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଜଣେ ନେତା ଜିଦ୍ ଧରନ୍ତି, ସେତେବେଳେ ଦୁଇଟି କଥା ହୋଇଥାଏ। ସେ ବିଜୟୀ ହୋଇ ଫେରନ୍ତି, ନଚେତ୍ ସେହି ଜିଦ୍ ତାଙ୍କ ପତନର କାରଣ ସାଜିଥାଏ। କିନ୍ତୁ ଏବେ ପ୍ରଶ୍ନ ଉଠୁଛି, ଜଣେ ନେତାଙ୍କର ଏମିତି ଜିଦ୍ କ'ଣ ଗଣତନ୍ତ୍ର ପାଇଁ ଭଲ? ତାଙ୍କର ଏହି ସ୍ୱଭାବ ତାଙ୍କୁ ଶକ୍ତିଶାଳୀ କରୁଛି ନା ପଶ୍ଚିମବଙ୍ଗ ପାଇଁ ସଙ୍କଟ ଆଣୁଛି? ଆପଣଙ୍କ ମତାମତ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଆଉ ଏମିତି ରାଜନୈତିକ ଅପଡେଟ୍ ପାଇଁ ଆମକୁ ଫଲୋ କରନ୍ତୁ।